ଆରେ ମା ଝିଅ କ'ଣ କରୁଛ ବସିକି? ଡନା ଆଜି ପାଠ ପଢ଼ା ହେଇଛି? ପାଠ ପଢା ହେଇନି। ପାଠ ପଢି ପଢି ପୁରା କାଳେ ଗୋଟେ ଯାଏ ତମେ କ'ଣ ଥିଲ କି ତମେ ଜାଣିବ? ତମେ ତ ପଳେଇଲ। ମୁଁ ତ ଘରେ ବସିକି ରୋଷେଇ କରୁଛି, ଆସିକି ଦେଖିଲା ବେଳକୁ ପାଠ ପଢା ହଉଛି, କିନ୍ତୁ ନିଦ ହେଇଯାଇଛି ତା ଭିତରେ। କେତେ ପାଠ, ଗୋଟେ ବହି ତ ଖୋଲା ହେଇଛି, ପାଠ ପଢା ହଉଛି ଆଉ। ନିଦରେ ପାଠ ପଢ଼ା ହଉଛି? ତମେ ଜାଣିନ ଆଉ। କେତେ ପାଠ ପଢୁଛି, ତା ଦେହରେ ସେ କେତେ କାମ କରୁଛି। 4ଟା ରାତିରୁ ଉଠୁଛି, ରାତି 4ଟାରୁ ଉଠିକି କେତେ ବାସି ପାଇଟି କାମ କରି ଟିଫିନ୍ ବନେଇ, ତା ଭାଇ ପାଇଁ ଟିଫିନ୍ ବନେଇ, ତାକୁ ରେଡ଼ି କରି, ନିଜେ ରେଡ଼ି କରି ଯାଉଛି। ଧନ 2ଟା ବେଣୀ ପକେଇକି ବି ଯାଉଛି। ଆଉ ନେଲ୍ ଅଛି ହାତରେ, ଦେଖୁଛ? ବୋପା ମା, ଆଉ ନାହିଁ ନେଲ୍ ବା। ସବୁବେଳେ ବାସନ ମାଜି 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 ସେ ନେଲ୍ ଆଉ ନାହିଁ। ଆରେ ବାସନ କ'ଣ ମାଜିବ? ରାତି 4ଟାରୁ ଉଠିକି କାମ କରୁଛି, ପାଠ ପଢୁଛି ତ ରାତି 2ଟା ଯାଏଁକେ। ପୁଣି 4ଟା ବେଳୁ ଉଠିକି ବାସନ ଫାସନ ମାଜିକି କହିଲା ମୁଁ ମିମିକି ଟିକେ ହାଲକା କରିଦେଉଛି ଆଉ, ଯାଉଛି ଆଉ। ପୁଣି ଏମିତି ବି ଚାଲିଉଛି ଯେ ପାଦ ବି ସରିଗଲାଣି। ପାଦ ବି ଦେଖୁନ, ପାଦ ବି ସରିଗଲାଣି। ଏମିତି ପାଠ ପଢ଼ିଲେ କେମିତି ହବ ଝିଅ? ଦିନ ରାତି 24 ଘଣ୍ଟା ପଢୁଛି। ଏମିତି ପାଠ ପଢ଼ିଲେ କେମିତି ହବ? ତୁ ମେଟ୍ରିକ୍ ପରୀକ୍ଷା ଦେବୁ ଆଉ 2 ବର୍ଷ ଗଲେ ଟି। ତ କ'ଣ ଏଇ ଯେଉଁ ଆର୍ଟ୍ସ ପଢ଼ିବୁ? ଆଉ ଆର୍ଟ୍ସ ପଢ଼ିବୁନି, ଆଉ ସାଇନ୍ସ ପଢ଼ିବୁ? ସାଇନ୍ସ ପଢ଼ିବାକୁ ଗଲେ ଏମିତି ନିଦରେ ଶୋଇ ଶୋଇକା ବସିକି କମ୍ପ୍ୟୁଟର ଦେଖିବୁ, ମୋବାଇଲ ଦେଖିବୁ, ପାଠ ପଢ଼ିବୁ, ଏମିତି ତୁ ସାଇନ୍ସ ପଢ଼ିବୁ ନା? ସିଏ ଶୋଇ ପଡୁଛି, ଶୋଉଛି କ'ଣ, ବହି ତ ଧରିକି ପଢୁଛି ଆଉ। ପଢୁ ପଢୁ କେତେ ବହିକି ବି ନିଦ ହେଇଯାଉଛି। ସବୁ ତମର ଦୋଷ। ମୋର ଦୋଷ ହବ? ଆରେ ତାକୁ ଟିକେ ଗାଇଡ଼ କରିଲେ ହୁଅନ୍ତାନି? ସିଏ ଆସିବ ଖାଲି ତାକୁ କହିବ, ତା ପାଖରେ ମୁଁ ତ ବସେ। ତା ପାଖରେ ବସୁଛି, ପାଖରେ ବସି ବସି ବି ସେ ବହି ତ ଧରୁଛି ନା, ବହି ତ ପଢୁଛି, କିନ୍ତୁ ମୋ ଆଖିରେ ନିଦଟା କେତେବେଳେ ଆସୁଛି ବୋଲି କି ଜାଣିବ? ଜାଣିଲ ନା? କେତେ ପାଠ ପଢିବ, ଦିନ ରାତି 24 ଘଣ୍ଟା ପଢି ପଢିକି ପୁରା ଝଡ଼ିଗଲାଣି, ଦେଖୁନ, ଆଉ କଣ୍ଟା ହେଇଗଲାଣି। ଝଡ଼ିଗଲାଣି ନାଇଁ କି? ପୁରା କଣ୍ଟା ହେଇଗଲାଣି, କିଛି ଖାଉନି ପିଉନି, ଖାଲି ଦିନ ରାତି 24 ଘଣ୍ଟା ତ ପାଠ ପଢୁଛି ଆଉ। କି ଚାହାଣି, ଯୋଡେ ବେଣୀ ପକେଇକି। ହାଇ, ତତେ କହିଲା ବେଳେ ତ ମାନେ ଦିନ ରାତି ବେଶୀ କେତେ ଘଣ୍ଟା? 24 ଘଣ୍ଟା। 24 ଘଣ୍ଟା ଟି? କେତେ ଘଣ୍ଟା ପାଠ ପଢ଼ିବୁ? ତମ ତ କହିଲା ତୁ ଗୋଟେ ଘଣ୍ଟାଟେ ପାଠ ପଢ଼ନ୍ତୁ ଯଦି ସଫିସିଏଣ୍ଟ ହୁଅନ୍ତା, ମନ ଜ୍ଞାନ ଦେଇକି। ମୁହଁଟା ଏମିତି କ'ଣ କରୁଛୁ ବେ? ତତେ କୁହାଯାଉଛି ପାଠ ପଢ଼ିବାକୁ ଟି? ଘଣ୍ଟାଟେ ପଢୁଛି, କିନ୍ତୁ ନିଦ ହେଇଯାଉଛି ତା ଭିତରେ ଆଉ, ନାଇଁ କି ନା? ଯେଉଁମାନେ ମାନେ ପଢ଼ୁଛନ୍ତି, କେମିତି ଯେଉଁ ପାଉଛନ୍ତି ଟପ୍ 10 ଭିତରେ ରହୁଛନ୍ତି, ସେମାନେ କେମିତି ପାଠ ପଢ଼ୁଛନ୍ତି ଜାଣିଛୁ? ଯେଉଁ ପେପରରେ ନ୍ୟୁଜ୍ ସେମାନଙ୍କର ଯେଉଁ ବାଇଟ୍ ଦେଉଛନ୍ତି ଶୁଣିନୁ? ସେମାନେ ଦିନ ରାତି ମିଶିକି 12 ଘଣ୍ଟା ପାଠ ପଢ଼ୁଛନ୍ତି, ଜାଣିଛୁଟି? ତୁ 1 ଘଣ୍ଟା, ତତେ କୁହାଯାଉଛି 1 ଘଣ୍ଟା ପଢ଼େ। ତାଙ୍କ ଭଳିଆ ତ ତୁ ହେଇପାରିବୁନି, ହେଲେ କିଛି ତ ମାନେ ମାର୍କ, ଭଲ ମାର୍କ ରଖିକି ପାସ୍ କରିବୁ ନା। ଆଉ ନହେଲେ ଗଧ ଭଳିଆ ଯେଉଁ ଆର୍ଟ ସ୍କୁଲରେ ଯାଇ ପଢ଼ିବୁ, ଆର୍ଟ କଲେଜ, ପୁରା ଆର୍ଟ ସ୍କୁଲକୁ ଆର୍ଟ୍ସ ପଢ଼ିବୁ ଯାଇକି, ତତେ ତ ଆଉ ଭଲ କଲେଜ ମିଳିବନି ନା। ଦୟାମୟା କଲେଜ ଯାଇକି ଆଡ଼ମିସନ୍ କରିବୁ। ତାଙ୍କ ଘର ତ ଲୁହ, ଏ ତାଙ୍କ ତ ଭଗବାନ, ସ୍କୁଲରେ କଲେଜ ଅଛି ଆଉ। ସେ କାନ୍ଦି ସାରିଲେଣି ଦେଖୁନ। ଆଉ କାନ୍ଦିନା, ମନେ ରଖ ପାଠ ପଢ଼େ। ତତେ ଆଉ କିଛି କୁହାହେଉନି। ଏଇ ଯେଉଁ ମିମି କହୁଛି ବାସି ପାଇଟି କରିବା ତୋର ଦରକାର ନାହିଁ। ତୁ ଖାଲି ବସିକି ପାଠ ପଢ଼େ। ପାଠ ପଢ଼ିଲେ ତତେ କିଛି କାମ କୁହାହେବନି କରିବାକୁ, ହେଲା? ବାସି ପାଇଟି କରୁଛି? ସେ ଗୋଟେ ପାଣି ଗ୍ଲାସ ଆଣିକି ପିଉଛି ନା, ସେ ବାସି ପାଇଟି କରିବ? ନିଜେ ପ୍ୟାଣ୍ଟ ସାର୍ଟ ବି ସଫା କରୁନି ସେ। ଖାଲି ମୁଁ ଟିକେ କିଛି କହୁନି ଆଉ, ଆଗକୁ ମେଟ୍ରିକ ପରୀକ୍ଷାଟା ଅଛି, ତାପରେ ପାପା କା ପରିବା ସେ